ରାମାୟଣରେ ବର୍ଣ୍ଣିତ ରାମସେତୁ ନିର୍ମାଣ ନଳ ଓ ନୀଳଙ୍କ କଥା ଆମେ ବହୁ ପୂର୍ବରୁ ଶୁଣି ଆସୁଛୁ। କିନ୍ତୁ ଏ ଦୁହିଁଙ୍କ ପ୍ରକୃତ ପରିଚୟ କ'ଣ? କିଏ ଥିଲେ ସେମାନେ? କାହାର ଅବତାର ସେମାନେ ଦୁଇଜଣ? ତେବେ ଏ ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ଏ ଭିଡ଼ିଓ ମାଧ୍ୟମରେ। କିନ୍ତୁ ଏପର୍ଯ୍ୟନ୍ତ ଯେଉଁମାନେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ସବସ୍କ୍ରାଇବ୍ କରିଦିଅନ୍ତୁ। ରାମାୟଣରେ ରାମସେତୁ ନିର୍ମାଣ କରିଥିବା ନଳ ଓ ନୀଳ ବାନର କଥା ଆମେ ବହୁଥର ଶୁଣିଛୁ। ପ୍ରଭୁ ଶ୍ରୀରାମ ଓ ରାବଣର ଯୁଦ୍ଧ ସମୟରେ ନଳ ଓ ନୀଳ ରାବଣର ବହୁତ ଯୋଦ୍ଧାକୁ ବଧ କରିଥିଲେ। ବହୁତ ଜଣଙ୍କ ମତରେ ସେମାନେ ଦୁଇଜଣ ଭାଇ ଭାଇ ଥିଲେ, କିନ୍ତୁ ପ୍ରକୃତ ତାହା ନୁହେଁ। ରାମାୟଣରେ ପ୍ରତ୍ୟେକ ବାନର ସେନା ଜଣେ ଜଣେ ଦେବତାଙ୍କର ଅଂଶବିଶେଷ ଥିଲେ। ସେହିପରି ବିଶ୍ୱକର୍ମାଙ୍କର ଅଂଶବିଶେଷ ନଳ ହୋଇଥିବା ବେଳେ ଅଗ୍ନି ଦେବତାଙ୍କର ଅଂଶବିଶେଷ ଥିଲେ ନୀଳ। ଭଗବାନ ବିଶ୍ୱକର୍ମାଙ୍କ ପୁତ୍ର ଥିବାରୁ ନଳକୁ ବାସ୍ତୁଶାସ୍ତ୍ର ବିଷୟରେ ଭଲ ଭାବରେ ଜଣାଥିଲା ଏବଂ ସେ ମଧ୍ୟ ତାଙ୍କ ପିତାଙ୍କ ପରି ଉତ୍କୃଷ୍ଟ କାରିଗର ଥିଲେ। ଏହି କାରଣରୁ ସମୁଦ୍ରରେ ସେତୁ ନିର୍ମାଣ ଗୁରୁ ଦାୟିତ୍ୱ ନଳଙ୍କୁ ଦିଆଯାଇଥିଲା। ଯେତେବେଳେ ଭଗବାନ ବ୍ରହ୍ମା ଭବିଷ୍ୟତରେ ଶ୍ରୀରାମଙ୍କର ସହାୟତା ପାଇଁ ଦେବତାମାନଙ୍କୁ ଦାୟିତ୍ୱ ବଣ୍ଟନ କରୁଥିଲେ, ସେ ବିଶ୍ୱକର୍ମାଙ୍କୁ ମଧ୍ୟ ଏକ ଦାୟିତ୍ୱ ଦେବା ପାଇଁ ଡାକିଥିଲେ। ସେତେବେଳେ ବିଶ୍ୱକର୍ମା ବ୍ରହ୍ମଦେବତାଙ୍କୁ ପ୍ରଶ୍ନ କରିଥିଲେ ଯେ, ହେ ବ୍ରହ୍ମଦେବ, ମୁଁ ଜାଣିଛି ରାବଣକୁ ବଧ କରିବା ପାଇଁ ଶ୍ରୀରାମ ବହୁତ ଶୀଘ୍ର ଅବତାର ନେବାକୁ ଯାଉଛନ୍ତି, କିନ୍ତୁ ମୁଁ ତ ଜଣେ କାରିଗର, କିପରି ଭାବରେ ତାଙ୍କୁ ସହାୟତା କରିପାରିବି? ସେତେବେଳେ ବ୍ରହ୍ମା ତାଙ୍କୁ କହିଲେ ଯେ, ପ୍ରଭୁ ରାମଙ୍କ କାର୍ଯ୍ୟ ତୁମ ବିନା ସହାୟତାରେ ପୂର୍ଣ୍ଣ ହୋଇପାରିବ ନାହିଁ। ତୁମକୁ ଏକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିବାକୁ ଅଛି ଏବଂ ସମୟ ଆସିଲେ ତୁମେ ଜାଣିପାରିବ। ତାପରେ ବ୍ରହ୍ମଦେବଙ୍କ ଆଦେଶରେ ବିଶ୍ୱକର୍ମାଙ୍କର ଅଂଶରୁ ନଳଙ୍କର ଜନ୍ମ ବାନର କୁଳରେ ହୋଇଥିଲା। କୁହାଯାଏ ଯେ ଅଗ୍ନିଦେବତାଙ୍କର ଅଂଶ ରୂପେ ନୀଳ ମଧ୍ୟ ସେହିଦିନ ଜନ୍ମ ହୋଇଥିଲେ। ନଳ ଓ ନୀଳ ପ୍ରକୃତରେ ଘନିଷ୍ଠ ବନ୍ଧୁ ଥିଲେ। ପିଲାଦିନେ ନଳ ବହୁତ ଦୁଷ୍ଟ ଥିଲେ। ନଳ ବଣରେ ତପସ୍ୟା କରୁଥିବା ଋଷିମାନଙ୍କର ଦେବତା ମୂର୍ତ୍ତିଗୁଡ଼ିକୁ ପାଣିରେ ଭସାଇ ଦେଉଥିଲେ। ନୀଳ ମଧ୍ୟ ସେହି କାର୍ଯ୍ୟ ତାଙ୍କୁ ପୂର୍ଣ୍ଣ ମାତ୍ରାରେ ସହଯୋଗ କରୁଥିଲେ। ନଳ ଓ ନୀଳଙ୍କର ଏହି କାର୍ଯ୍ୟ ଯୋଗୁଁ ଋଷିମାନଙ୍କୁ ବହୁତ ହଇରାଣ ହେବାକୁ ପଡ଼ୁଥିଲା। ଋଷିମାନଙ୍କୁ କ୍ରୋଧ ଆସୁଥିଲା, କିନ୍ତୁ ନଳ ଓ ନୀଳ ବାଳକ ଥିଲେ, ତେଣୁ ଋଷିମାନେ ତାଙ୍କୁ ଅଭିଶାପ ଦେଇପାରୁନଥିଲେ। କିନ୍ତୁ ଥରେ ଶିବରାତ୍ରି ସମୟରେ ପୂଜା କରିବା ପାଇଁ ଋଷିମାନେ ଶିବଲିଙ୍ଗ ସ୍ଥାପନ କରିଥିଲେ, କିନ୍ତୁ ନଳ ତାକୁ ନେଇ ପାଣିରେ ପକାଇ ଦେଇଥିଲେ। ଏହି କାରଣରୁ ଋଷିମାନେ କ୍ରୋଧାନ୍ୱିତ ହୋଇ ନଳଙ୍କୁ ଅଭିଶାପ ଦେଇଥିଲେ। ତାଙ୍କ ଦ୍ୱାରା ସ୍ପର୍ଶ କରାଯାଉଥିବା କୌଣସି ବସ୍ତୁ ପାଣିରେ କେବେ ବୁଡ଼ିବ ନାହିଁ। ପରବର୍ତ୍ତୀ ସମୟରେ ଯେବେ ବି ନଳ ଠାକୁରଙ୍କର ମୂର୍ତ୍ତି ନେଇ ପାଣିରେ ପକାଇ ଦେଉଥିଲେ, ସେଗୁଡ଼ିକ ଭାସିବାକୁ ଲାଗିଲା ଓ ଋଷିମାନେ ତାକୁ ପୁଣି ଆଣି ପୂଜା କରିଲେ। ଏହିପରି ଭାବରେ ଋଷିମାନେ ଦେଇଥିବା ଅଭିଶାପ ପରବର୍ତ୍ତୀ ସମୟରେ ବରଦାନ ସାଜିଥିଲା। ସେତୁ ନିର୍ମାଣ ସମୟରେ ନଳଙ୍କର ଦ୍ୱାରା ସ୍ପର୍ଶ ହେଉଥିବା ଯୋଗୁଁ ସବୁ ପଥର ଭାସିଥିଲା ଏବଂ ସେତୁଟି ନିର୍ମାଣ ହୋଇଥିଲା। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଲା, ଗୋଟିଏ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଜୟ ଜଗନ୍ନାଥ।